ମୁଁ ସୁଜିତ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂତନ ଭିଡ଼ିଓ ସହ। ଭାରତରେ ଇଂରେଜ ଆର୍ଥିକ ନୀତି, ଯାହାକି 1757ରୁ ଆରମ୍ଭ କରି ଅର୍ଥାତ୍ ପଲାସି ଯୁଦ୍ଧରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ, ପ୍ରଥମ ସ୍ୱାଧୀନତା ସଂଗ୍ରାମ ବା ମହାସଂଗ୍ରାମ ପର୍ଯ୍ୟନ୍ତ ଯେଉଁ ଇଂରେଜମାନଙ୍କର ଆର୍ଥିକ ନୀତି ଥିଲା, ରୟତବାରୀ, ମହଲବାରୀ, ଚିରସ୍ଥାୟୀ ତଥା ଡାକ ବ୍ୟବସ୍ଥା ହେଲା, ଅନେକ ଗୁଡ଼ିଏ ନୀତି ଗୁଡ଼ିକ ସେମାନେ ଆଲୋଚନା କରିଥିଲେ। ସେହି ନୀତି ଗୁଡ଼ିକ ସମ୍ପର୍କରେ ଆଲୋଚନା ପୂର୍ବକ ଆମେ ବହୁତ ଗୁଡ଼ିଏ ବୁକ୍ ଅଥରକୁ ଆଲୋଚନା କରିବା। ତ ତୁମମାନଙ୍କର ନିଶ୍ଚିତ ଭାବେ ଏହି ଚାପ୍ଟରରୁ ତୁମମାନଙ୍କର 7 ମାର୍କର କ୍ୱେଶ୍ଚିନ୍ ଆସିଯାଉଛି। ତୁମମାନେ ଟିକେ ଧ୍ୟାନ ଦେବ। ତୁମମାନଙ୍କର 1 ମାର୍କର ଗୋଟେ ନିଶ୍ଚିତ ପଡ଼ିବ, 2 ମାର୍କର ଗୋଟେ ନିଶ୍ଚିତ ପଡ଼ିବ, 3 ମାର୍କର ଗୋଟେ ନିଶ୍ଚିତ ପଡ଼ିବ। ଆଉ ଏହା ଯଦି ନ ପଡ଼ୁଛି ନିଶ୍ଚିତ ଭାବରେ ଲଙ୍ଗ୍ କ୍ୱେଶ୍ଚିନ୍ଟେ ପଡ଼ିବ, ସର୍ଟ କ୍ୱେଶ୍ଚିନ୍ଟେ ନିଶ୍ଚିତ ଭାବରେ ତୁମମାନଙ୍କର ଏହି ଚାପ୍ଟରରୁ ପଡ଼ୁଛି ହେଲା। ଭାରତ ବହୁ ପ୍ରାଚୀନ କାଳରୁ ଏକ ବିତ୍ତଶାଳୀ ଦେଶ ରୂପେ ଖ୍ୟାତି ଅର୍ଜନ କରିଥିଲା। ଏହା କୃଷି, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଉନ୍ନତ ମାନର ନଥିଲେ ମଧ୍ୟ ସୁବ୍ୟବସ୍ଥିତ ଆତ୍ମନିର୍ଭରଶୀଳ ଥିଲା। ଅର୍ଥାତ୍ ଭାରତ ବହୁ ପ୍ରାଚୀନ କାଳରୁ ଧନୀ ଥିଲା ଏବଂ ଖ୍ୟାତି ଅର୍ଜନ ଅର୍ଥାତ୍ ଫେମସ୍ ଥିଲା। ଯେପରି ଆମେ କହିପାରିବା ହରପ୍ପା ସଭ୍ୟତା ଆମେମାନେ ପଢ଼ିଛେ, ବୈଦିକ ସଭ୍ୟତା ପଢ଼ିଛେ, ସେ ସମୟରେ କେତେ ସେମାନେ ଉନ୍ନତ ଥିଲେ ତଥା କୃଷି, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଉନ୍ନତ ମାନର ଥିଲା। ସେ ସମୟରେ ଉନ୍ନତ ମାନର ସେତେ ନଥିଲେ ମଧ୍ୟ ଆତ୍ମନିର୍ଭରଶୀଳ। ଅର୍ଥାତ୍ ଆମେ ହରପ୍ପା ସଭ୍ୟତାକୁ ଦେଖିବା, ସେମାନେ ବିଜନେସ୍ କରିଥିଲେ କାହା ସହ? ମେସୋପୋଟାମିଆ, ସୁମେରୀୟମାନଙ୍କ ସହ ବିଜନେସ୍ କରିଥିଲେ। ଭାରତୀୟମାନେ ସ୍ୱଭାବତଃ ମିତବ୍ୟୟ ଉପଭୋକ୍ତାବାଦ ବିରୋଧରେ ହେତୁ ସେମାନଙ୍କର ଆବଶ୍ୟକତା ଯଥେଷ୍ଟ ସୀମିତ। ତାଙ୍କର ଆବଶ୍ୟକତା କମ୍ ଥିଲା, ଯାହାଫଳରେ ସେମାନେ ବିଦେଶରୁ ଖୁବ୍ କମ୍ ପଦାର୍ଥ ଆମଦାନୀ କରୁଥିଲେ। ଯେହେତୁ ଆବଶ୍ୟକତା କମ୍ ଥିଲା, ସେମାନେ ସେଲ୍ଫ ଡିପେଣ୍ଡେଣ୍ଟ ହୋଇପାରିଥିଲେ। ତେଣୁ ସେମାନଙ୍କର କ'ଣ ହୋଇଥିଲା, ସେମାନେ ସେତେ ଆମଦାନୀ କରୁନଥିଲେ। ନିଜ ଦେଶର ଉତ୍ପାଦିତ ଦ୍ରବ୍ୟ ଉପରେ ସେମାନେ ବଞ୍ଚି ଯାଉଥିଲେ ବା ରପ୍ତାନି ଏବଂ ଅଧିକ ପରିମାଣରେ ରପ୍ତାନି କରି ଲାଭବାନ ହେଉଥିଲେ। କାଳକ୍ରମେ ବହୁ ବିଦେଶୀ ଅର୍ଥଲୋଭୀ କମ୍ପାନୀମାନେ କ'ଣ କଲେ, ଭାରତକୁ ପଦାର୍ପଣ କଲେ, ଯାହା ମଧ୍ୟରେ କି 1600ରେ ଗଢ଼ା ହୋଇଥିବା ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ। ତୁମମାନଙ୍କର ପ୍ରଶ୍ନ ଆସିଛି ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ଗଠିତ ହୋଇଥିଲା ବୋଲି? 1600 ମସିହାରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା, ଯାହାକି କାହା ଦ୍ୱାରା? ନା ବ୍ରିଟେନ ରାଣୀ ପ୍ରଥମ ଏଲିଜାବେଥ ଠାରୁ ସନନ୍ଦ ପ୍ରାପ୍ତ ହୋଇ ଗଠିତ ହୋଇଥିଲା। ଏହା ଭାରତରେ ମୋଗଲ ଶାସନ କାଳରେ ବାଣିଜ୍ୟ କରିବାକୁ କାହା ପାଖକୁ ଆସିଥିଲେ ସେମାନେ? ନା ଜାହାଙ୍ଗୀରଙ୍କ ପାଖକୁ ଏହି ବିଜନେସ୍ କରିବା ପାଇଁ, ଗୋଟେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିଜନେସ୍ କରିବା ପାଇଁ ତାଙ୍କଠାରୁ ପରମିସନ୍ ମାଗିବାକୁ ଆସିଥିଲେ। ସେମାନେ ଗୋଟେ ବାଣିଜ୍ୟ ଗୋଟା ସ୍ଥାପନ କରିବା ନିର୍ମିତ। କିନ୍ତୁ କ'ଣ ହେଇଛି, ସେମାନଙ୍କ ସମୟ ତ ଆରମ୍ଭ ହୋଇଗଲା। ତାପରେ ସମ୍ରାଟ ଔରଙ୍ଗଜେବଙ୍କ ମୃତ୍ୟୁ ପରେ ସେମାନେ ଶାସନ କଲେ, କିନ୍ତୁ ପରବର୍ତ୍ତୀ ସମୟରେ ଶାସକ ହେବା ପାଇଁ ଚେଷ୍ଟା କଲେ। ଯେହେତୁ ଦୁର୍ବଳ ହେଲେ ଔରଙ୍ଗଜେବଙ୍କ ପରେ, ସେହି ଦୁର୍ବଳତାର ସୁଯୋଗକୁ ନେଇ ପ୍ରାଦେଶିକ ଶାସନକର୍ତ୍ତାମାନେ କ'ଣ କଲେ, ସ୍ୱାଧୀନତା ଘୋଷଣା କରିଥିଲେ। ଏହି ଦୁର୍ବଳତାର ସୁଯୋଗ ନେଇ ଇଂରେଜମାନେ ଭାରତରେ ରାଜନୈତିକ ଶକ୍ତି ରୂପେ ପ୍ରତିଷ୍ଠିତ ହେବାକୁ ଚାହିଁଲେ। ସ୍ଥାନୀୟ ଶାସକମାନଙ୍କର ଦୁର୍ବଳତା ଅର୍ଥାତ୍ ସେ ସମୟରେ ସେତେ ଷ୍ଟ୍ରଙ୍ଗ ନଥିଲେ, ସେହି ଦୁର୍ବଳତା ତଥା ଆଭ୍ୟନ୍ତରୀଣ ବିବାଦରୁ ଲାଭ ଉଠାଇବା ପାଇଁ ଦକ୍ଷିଣାତ୍ୟ ବଙ୍ଗଳାରେ ଚେଷ୍ଟା କରି ସଫଳ ହୋଇଥିଲେ। ଅର୍ଥାତ୍ ସେ ସମୟରେ ସେତେ ଏକତା ନଥିଲା, ସେଥିପାଇଁ ମଧ୍ୟ ସେମାନେ ଜୟ କରିଗଲେ ବୋଲି ଆମେ କହିପାରିବା। 1757 ମସିହା ପଲାସି ଯୁଦ୍ଧକୁ ଭାରତର ଇଂରେଜ ଶକ୍ତିର ପ୍ରତିଷ୍ଠାର ବର୍ଷ ବୋଲି ମଧ୍ୟ କୁହାଯାଇପାରେ। ଅର୍ଥାତ୍ ସେ ସମୟରେ ସେମାନେ କ'ଣ କରିଥିଲେ, ପଲାସି ଯୁଦ୍ଧ କରିଥିଲେ, ଯାହାକି ସର୍ବପ୍ରଥମ ଥିଲା। ରବର୍ଟ କ୍ଲାଇଭ ଏବଂ ସିରାଜୁଦ୍ଦୌଲାଙ୍କ ମଧ୍ୟରେ ହୋଇଥିଲା ଏହି 1757ର ଯୁଦ୍ଧ, ଯାହାକି ସିରାଜୁଦ୍ଦୌଲା କେଉଁଠାର ନବାବ ଥିଲେ? ନା ବଙ୍ଗବିହାର ଓଡ଼ିଶାର ନବାବ ଥିଲେ। ତାର ପରେ ପରେ କ'ଣ ହେଇଛି ନା 1764 ମସିହାରେ ବକ୍ସାରର ଯୁଦ୍ଧରେ ବଙ୍ଗଳାର ନବାବ କିଏ? ମୀର କାସିମ ଥିଲେ। ବଙ୍ଗଳାର ନବାବ କିଏ? ନା ମୀର କାସିମ। 1764 ମସିହାରେ ବକ୍ସାର ଯୁଦ୍ଧରେ ତଥା ଅଯୋଧ୍ୟାର ନବାବ ସୁଜାଉଦ୍ଦୌଲା ଏବଂ ମୋଗଲ ଶାସକ ଶାହ ଆଲମ ଦ୍ୱିତୀୟଙ୍କୁ ପରାସ୍ତ କରିଥିଲେ 1764ର ବକ୍ସାର ଯୁଦ୍ଧରେ। କିଏ? ଥମାସ ମୁନରୋ। ବଙ୍ଗଳାର ନବାବ ମୀର କାସିମ, ଅଯୋଧ୍ୟାର ନବାବ ସୁଜାଉଦ୍ଦୌଲା, ମୋଗଲର ଶାସକ ଶାହ ଆଲମ, ଏହି 3 ଜଣଙ୍କୁ ପରାସ୍ତ କରି ସାର୍ ଥମାସ ମୁନରୋ 1764ରେ ଦ୍ୱିତୀୟ
को परास्त करी 1765 अलाहाबाद चुक्ति होता। तो मन प्रश्न आसे अलाहाबाद चुक्ति केबे होता ना 1765 अलाहाबाद चुक्ति होता। 1765 कौन है अलाहाबाद चुक्ति हुई बंग बिहार ओडिशा रे देवानी अर्थात तांकर आदाय करिवार क्षमता वृद्धि पाइला। 1757 और 1857 मसीहा मध्य इंग्रेज माने भारतर प्रशासनिक व्यवस्था बारंबार परिवर्तन करथिले मध्य सेमानकर उद्देश्य अपरिवर्तित रहितिला। बहुत गुडे चेंजेस करथिले तथापि मध्य तांकर उद्देश्य चेंज होई नथिला। दीर्घ 100 वर्ष यही शासन काल मध्य कंपनी मुख्य उद्देश्य थिला कौनसी प्रकार कंपनी लाभांश वृद्धि करने एकचाटिया वाणिज्यिक अधिकार प्राप्त करवा अर्थात मोनोपोली सृष्टि करवा। एकाकी ही से बिजनेस कर भू राजस्व आदर परिमाण वृद्धि करवा, टैक्स को वृद्धि करवा, रेवेन्यू टैक्स को भारत में नुआ नुआ अंचल अधिकार कर कंपनी आय बढ़ा, नुआ नुआ अंचल को अधिकार कर, नुआ नुआ जगह को अधिकार कर से कंपनी इनकम को वृद्धि कर। भारत में धीरे धीरे व्यवस्था ग्रहण करी सेमानकर शासन दृढ़ दृढ़तर होगाकू लगिला। निर्विवाद रे आमे कहिबाकू देखिबाकू पाइबा जे भारत में वाणिज्य ता द्वारा आर्थिक शोषण चलाई रखिबा पई आईन श्रृंखला तथा सारा देशर प्रशासनिक व्यवस्था भित्ति निर्माण विकास उपरे गुरुत्व देउथिला। कौनसी विरोध बिना कंपनीर आर्थिक शोषण वाणिज्य लाभ हेबा संभव नथिला। तापर आसला वाणिज्यिक नीति। से केते गुडे वाणिज्यिक नीति करथिले। आम एठारे इनडायरेक्टली कहबा सर्वप्रथम वास्को दा गामा आसिले 1498 भारत को आविष्कार कले कालिकट को। जामोरिन राजा थिले पोर्तुगाल ओलंदाज फरासी इंग्रेज माने एपरि भाव से आसीथिले। 1600 रु 1757 मध्य संगठन रूपे काम करथिले। परवर्ती समय कम दाम रे किणुथिले, बेसी दाम रे बिकुथिले एवं एथेरु कम दाम नै सेठी बेसी दाम रे मध्य बिकुथिले एवं एथेरु कच्चा माल कम दाम रे नेकी सेठी उत्पादित करुथिले एवं एठाको आनुथिले बिना टैक्स रे एवं एठारे बहुत दाम रे बिक्री करथिले। ब्रिटेन लोक मैंने मोटा पशम वस्त्र बदले हालुका सूता वस्त्र को पसंद करते, जार फल ब्रिटेन में भारतीय सामग्री वृद्धि है। 1720 मसीहा बेले को रंगीन तथा छापा सूता वस्त्र व्यवहार पर निषेधाज्ञा जारी हो गला, जहाँ फलस्वरूप सादा वस्त्र आमदानी उपरे भारी महसूल आदाय करागला। 1760 मसीह जड़े महिला को विदेशी रुमाल रखा अभियोग कौन होता 200 पाउंड टंका देवाक पड़ता, जहाँ फल स्वरूप यह धीरे धीरे ह्रास होबार लगे भारतीय द्रव्यर चाहिदा। 1757 मसीह कौन होता पलासी युद्ध होता। 1764 बक्सार युद्ध होता। तो मान क्वेश्चन सर्ट टाइप आसी जाऊँ। 1757 कौन होता, 1764 कौन होता। यह अर्थनैतिक क्षेत्र में इंग्रज मैंने मोनोपोली सृष्टि कले बा एकचाटिया अधिकार सब्यस्त कले तथा कंपनी और तार वाणिज्य को वृद्धि करने तार राजनीतिक क्षमता को व्यवहार कला। कंपनी तार बिजनेस को वृद्धि करने स्प्रेड करने बहु अंचल में विस्तार करने कौन कला से तार राजनीतिक पावर को व्यवहार करने को लगिला। जेहेतु से राजा मान को हर सारी निश्चित भाव में तार आर्मी स्ट्रंग अच्छी, तेणु से निज टेरिटोरी को वृद्धि करने को लगिला। भारतीय साम्राज्य रप्तानी पाई आवश्यक पुंजीबंग रे आदाय होता राजस्व विनियोग कला। जहाँ भी आदाय होची ताहाको विनियोग करिवारे लागिला। 1750 और 51 रे भारत रु इंग्लैंड रु रप्तानी मोड मूल्य थिला 15 लाख पाउंड, जहाँ 1797-98 वृद्धि पाई ताहा 580 लाख पाउंड है। तो यह थिला तो मैंने टिके देखीदेव है। तापर है शिल्प विप्लव अभिवृद्धि जो यार अर्थव्यवस्था भारत सह तार संपर्क आर्थिक संबंध में आमूलचूल परिवर्तन है एवं 18 शताब्दी द्वितीयार्धे तथा 19 शताब्दी प्रथम किसी दशंधि मध्य आर्थिक सामाजिक क्षेत्र में कौन कौन परिवर्तन होता टे देखीदवा। यही समय मध्य ब्रिटिश शिल्प आधुनिक जंत्र व्यवहार है, बहुत बहुत टेक्नोलोजी आरंभ है, प्रिंटिंग प्रेस है तथा छापा खाना सृष्टि है। कारखाना व्यवस्था उन्नत तथा पुंजीवाद आधार दृढ़ विकास एवं विस्तार लाभ कला। अन्य केतेक कारण मान विकास प्रक्रिया सहायता होता।
सर्वप्रथम है सप्तदश शताब्दी इंग्लैंड बहिर्वाणिज्य द्रुत गति वृद्धि पाइबा लगे। युद्ध है, उपनिवेश है स्थापन द्वारा ब्रिटेन अनेक वैदेशिक बजार पर नियंत्रण करता अर्थात कंट्रोल करने को लगे अलग देशर मार्केट को। अनेक बजार तार एकचाटिया व्यवस्था है जपरी भारत अन्य समस्त को परास्त कला। आधुनिक वैषयिक ज्ञान अर्थात मॉडर्न टेक्नोलोजी है तार कौशल प्रयोग करी तार रप्तानी योग्य सामग्री उत्पादन वृद्धि है जहाँ से पठाऊला तार उत्पादन को से वृद्धि कला। रप्तानी बजार पर तार दखल यहाँ सहायक होता। आफ्रिका है, लाटिन है, अमेरिका है, कनाडा है, वेस्टइंडीज है, ऑस्ट्रेलिया है कि चीन, भारत आदि देश में रप्तानी असीम सुविधा इंग्लैंड पाखरे पहुँची। शिल्प विप्लव एथपाई इंग्लैंड विशेष सहायक होता बोली आमे कहि सेकेंड नुआ नुआ कारखाना प्रतिष्ठा पाई ब्रिटेन पाखरे यथायथ पुंजी थिला। एही पुंजी सामंतवादी पाखरे न थाई शिल्पपति और व्यवसायी गोष्ठी हाथ में थिला। जो नुआ नुआ कारखाना सृष्टि है सही कारखानार पुंजी देथिले अनेक गुड़े शिल्पपति और व्यवसायी से माने नुआ शिल्प प्रतिष्ठा करने चेष्टा आरंभ कले और औपनिवेशिक शोषण यह पुंजी सृष्टि करथिला। जहाँफल पुंजी सृष्टि जो उपनिवेशता गोटे जगह को जाए सेठारे निज अधीन रखिबे लोक मानू। विशेष भाव में पलासी युद्ध पर ईस्ट इंडिया कंपनी तार कर्मचारी मैंने भारत विपुल धन संपद लुंठन कर 1764 मसीह 1757 होता पलासी युद्ध पर 65 बेल को बंग बाहर ओडिशा रे तांकर देवानी होता जहाँकि से टैक्स कलेक्ट करुले अधिकार पाइले। दृढ़ शिल्प विकास पाई अधिक संख्यार और कम परिमाण रे कम श्रमिक उपलब्ध हेले अर्थात कम टंकार से श्रमिक को उपलब्ध कराइले। ब्रिटेन द्रुत जनसंख्या वृद्धि आवश्यकता पूरण कला। 1740 मसीहा पर इंग्लैंड जनसंख्या द्रुत गति वृद्धि पाइबा लगा। मात्र 50 वर्ष 1780 बेल को एक द्विगुणित होता। ब्रिटेन से एमती एक सरकार शासन कला जहाँकि व्यवसाय शिल्प मान द्वारा बहु मात्रा प्रभावित होता। तेणु बजार उपनिवेश लाभ पाई सरकार अन्य देशगुड़ी युद्ध करने को लगे। तार बिजनेस को वृद्धि करने तथा टेरिटोरी तार कंपनी को सबुआड़े प्रसार करने अनेक गुड़े युद्ध करने को लगे। पंचम है जितेबले उत्पादन चाहिदा वृद्धि है जदि से प्रोडक्ट डिमांड वृद्धि हो तार पूरण करने से वैषयिक ज्ञान कौशल व्यवहार कर जहाँफल से बेसी उत्पादन कर अनेक नूतन उद्भावक मैंने नुआ नुआ उद्भावन मान यह समय करते जपरी हारग्रीव्स, जेम्स वाट, कार्टराइट और आहरी अनेक उद्भावक मैंने शिल्प विप्लवर वृद्धि रे सहायक होते। बाष्पीय इंजिन सृष्टि होता यह समय बाष्पीय कारखाना उत्पादन करते सृष्टि करते। नूतन उद्भावन पर प्रोत्साहन दिगला। शिल्प क्षेत्र में नुआ संभावना आरंभ है। शिल्प विप्लव केवे परिसमाप्ति घटी ना। अष्टादश शताब्दी मध्यभाग को यार आरंभ होती गोटे पर्यायर आ गोटे पर्याय को निरंतर भाव में उन्नति होगा लगी। 1813 मसीहा पर भारत औद्योगिक इंग्लैंड आर्थिक उपनिवेश परिणत हो जाइए। ब्रिटेन अधिक अधिक शिल्प पाई कंजामाल जोगाउथिला एवं श्रमिक संख्या वृद्धि पाइबारु इंग्लैंड ग्रामांचल कृषिजात द्रव्यर उत्पादन कम हैला। तेणु भारत 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 खाद्यशस्य इंग्लैंड श्रमिक माने नि जाऊला। खाद्यशस्य कम है जो कौन है ना भारत मध्य से खाद्यशस्य को निगला। यह सह भारत इंग्लैंड उत्पादित सामग्री पर विस्तृत बजार रूपे व्यवहृत है। एवं एहिभली भाव में 1813 परवर्ती काल में ईस्ट इंडिया कंपनी वाणिज्य नीति ब्रिटिश शिल्पर चाहिदा को दृष्टि रखी निर्धारित होता। यार मुख्य उद्देश्य था भारत ब्रिटिश शिल्पर क्रमवर्धिष्णु कंचामाल जोगाणकारी उपनिवेश हो और ब्रिटिश कारखाना प्रस्तुत सामग्री एक ग्राहक पृष्ठ बजार भाव में रूपांतरित हेबो। तापर आसला कृषिर व्यवसायीकरण कमर्शियल जाको कहूचे। वाणिज्य नीतिर अन्य एक प्रभाव थिला कृषिर व्यवसायीकरण।
ଶିଳ୍ପଜାତ ସାମଗ୍ରୀ ଉତ୍ପାଦନ ନିମନ୍ତେ କଞ୍ଚାମାଲ ନିହାତି ଦରକାର। ଯଦି ସେମାନେ ଶିଳ୍ପଜାତ ସାମଗ୍ରୀ ତିଆରି କରିବେ, ଧରାଯାଉ ସେମାନେ କ'ଣ କରିବେ ନା ବସ୍ତ୍ର ତିଆରି କରିବେ, ସେଥିପାଇଁ ସେମାନଙ୍କୁ ନିଶ୍ଚିତ ଭାବରେ ମେଟେରିଆଲ ଦରକାର। ତ ସେମାନେ ଯଦି ଜୁସ୍ ବନାଉଛନ୍ତି, ସପୋଜ ଧରାଯାଉ ଆମ୍ବ ଜୁସ୍ ହେଲା, ସେମାନଙ୍କ ପାଇଁ କଞ୍ଚାମାଲ ର ମେଟେରିଆଲ ହେଲା ଆମ୍ବ, ତାହା ଆବଶ୍ୟକ। ଠିକ୍ ସେହିଭଳି କୃଷିଜାତ ଫସଲ ମଧ୍ୟରେ ବ୍ରିଟିଶ ସରକାର ଅର୍ଥକାରୀ ଫସଲ ଉପରେ ଅଧିକ ଗୁରୁତ୍ୱ ଦେଲେ, ଯେପରି ନୀଳ ଚାଷ ହୋଇଗଲା, ଚାହା, ଝୋଟ, ଅଫିମ, ନୀଳ, ଚିନାବାଦାମ ଏହିସବୁ ଉପରେ ଗୁରୁତ୍ୱ ଦେଲେ। ଏପରି ଅଫିମକୁ ବିକ୍ରି କରିବା ପାଇଁ ବ୍ରିଟେନ ଚୀନ ସହ ଗୋଟିଏ ଦୁଇଥର ଯୁଦ୍ଧ କରିଯାଇଛି, ଯାହାକୁ ପ୍ରଥମ ଅଫିମ ଯୁଦ୍ଧ, ଦ୍ୱିତୀୟ ଅଫିମ ଯୁଦ୍ଧ ବୋଲି ମଧ୍ୟ କୁହାଯାଏ ଏବଂ 1840-42 ମସିହା 1856-58 ମସିହା ବେଳେ ସଂଗଠିତ ହୋଇଥିଲା। ଏହି କୃଷିର ବ୍ୟବସାୟୀକରଣ ଦ୍ୱାରା ମରୁଡ଼ି ସମୟରେ ଧାନ, ଗହମ, ଯବ, ବାଜରା, ମାଣ୍ଡିଆ, କୋଳଥ ଆଦି ଖାଦ୍ୟଶସ୍ୟ ଉତ୍ପାଦନ ନଥିବାରୁ ଦରିଦ୍ର ଶ୍ରେଣୀର ଲୋକମାନେ ଖାଦ୍ୟ ଅଭାବରେ ବହୁ ସଂଖ୍ୟାରେ ମୃତ୍ୟୁ ମୁଖରେ ପଡ଼ୁଥିଲେ। ଅନାହାର ମୃତ୍ୟୁକୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ କୌଣସି ଯୋଜନା ନଥିଲା। ଅନାହାରରେ ଯେଉଁ ଲୋକମାନେ ମରୁଥିଲେ ତାଙ୍କୁ ଯଦି ରକ୍ଷା କରିବା ପାଇଁ ସରକାରଙ୍କର କୌଣସି ନୀତି ନିୟମ ବା ଯୋଜନା ବା ସ୍କିମ୍ ଗୁଡ଼ିକ ନଥିଲା। ଅର୍ଥକାରୀ ଫସଲକୁ ଭାରତୀୟ ଚାଷୀମାନଙ୍କ ଦ୍ୱାରା ସ୍ୱଳ୍ପ ଖର୍ଚ୍ଚରେ ଉତ୍ପନ୍ନ କରି ୟୁରୋପ ଓ ଆମେରିକା ବଜାରରେ ଚଢ଼ା ଦରରେ ବିକ୍ରି କରୁଥିଲେ। ତ ଭାରତୀୟ ଚାଷୀମାନଙ୍କ ଦ୍ୱାରା କମ୍ ଟଙ୍କାରେ ଯେଉଁ ଉତ୍ପାଦନ କରାଉଥିଲେ ଏବଂ ତାହା ଆମେରିକା କିମ୍ବା ୟୁରୋପରେ କ'ଣ କରୁଥିଲେ, ଏମାନେ ବେଶୀ ଟଙ୍କାରେ ବିକ୍ରି କରି ବହୁତ ଲାଭବାନ ହେଉଥିଲେ। କିନ୍ତୁ ଭାରତୀୟ ଚାଷୀମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ତାପରେ ଆସିଲା ବିତ୍ତ ନିଷ୍କାସନ ବା ସମ୍ପଦର ପ୍ରବାହ, ଅର୍ଥାତ୍ ଏଠାରୁ ସବୁ ଜିନିଷ ନେଇକି ସେମାନେ ସେଠାରେ ତାଙ୍କ ଦେଶକୁ ନେଇଯାଉଥିଲେ, ଯାହା ଟଙ୍କା ପଇସା ହେଲା ସବୁକିଛି ବିତ୍ତ ବା ଧନକୁ ସେମାନେ ନିଷ୍କାସନ କରିକି ନେଇଯାଉଥିଲେ ବା ସମ୍ପଦର ପ୍ରବାହ ବୋଲି ଆମେ କହିପାରିବା। ଭାରତରୁ ଇଂଲଣ୍ଡକୁ ଅବିରତ ଭାବରେ କଣ୍ଟିନ୍ୟୁଅସଲି ବିତ୍ତ ପ୍ରବାହ ଫଳରେ ଭାରତର ଯେଉଁ ବିପ୍ଳବ ପରିମାଣରେ ଆର୍ଥିକ, ବାଣିଜ୍ୟିକ, ବ୍ୟବସାୟିକ ଲାଭରୁ ବଞ୍ଚିତ ହେଲା, ସେହି ପ୍ରକ୍ରିୟାକୁ ଭାରତର ଜାତୀୟ ନେତୃବୃନ୍ଦ, ଅର୍ଥନୀତିଜ୍ଞମାନେ ମଧ୍ୟ ଭାରତର ବିତ୍ତ ନିଷ୍କାସନ ବୋଲି ମଧ୍ୟ କହିଥିଲେ। ଅନେକ ଗୁଡ଼ିଏ ନୀତି, ବାଣିଜ୍ୟିକ ନୀତି ଅନୁସାରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ବିତ୍ତ ନିଷ୍କାସନ ହେଲା ବୋଲି କୁହାଯିବ। ଯେତେବେଳେ ସେ ଦେଶର ବାଣିଜ୍ୟ ବ୍ୟବସାୟରେ ମୂଲ୍ୟ ବିନିମୟ ଦିଆଯାଉଥିବା ସୁନା ରୂପାର ମୂଲ୍ୟ ବହୁ ଗୁଣରେ ଅଧିକ ହୋଇଥିବ, ସୁନା ରୂପାର ମୂଲ୍ୟ କ'ଣ ହେବ, ବହୁ ଗୁଣରେ ଅଧିକ ହେବ। ଏହି ନ୍ୟାୟରେ ଇଂଲଣ୍ଡ ସହ ଭାରତର ବାଣିଜ୍ୟିକ କାରବାର ଖୁବ୍ ସୀମିତ ଥିଲେ ମଧ୍ୟ ଭାରତକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ୁଥିଲା। ଏହି ନୀତି ଅନୁସାରେ ବ୍ରିଟେନ ଭାରତରୁ ନେଉଥିବା ସାମଗ୍ରୀର ପ୍ରତିବଦଳରେ ଭାରତକୁ କୌଣସି ଆର୍ଥିକ ଭୌତିକ ପାଉଣା ଦେଉନଥିଲା। ଅନେକ ଅନୈତିକ ଉପାୟରେ କ'ଣ ଇଂଲଣ୍ଡ ଭାରତକୁ ଆର୍ଥିକ ଶୋଷଣ କରିଛି ଏବଂ ବିତ୍ତ ନିଷ୍କାସନ କରିଛି ଏବଂ ଆର୍ଥିକ ନିଷ୍କାସନ ଫଳସ୍ୱରୂପ ଭାରତରେ ଅର୍ଥନୈତିକ ଦୁରବସ୍ଥା ଦେଖାବାକୁ ମିଳିଛି। ଭାରତରେ ଇଂରେଜ ଶାସନର ଏକ ବଡ଼ ବିଶେଷତ୍ୱ ଏବଂ ଇଂରେଜମାନେ ଆସିବା ପୂର୍ବରୁ ଭାରତର ଶାସନମାନେ ଲୋକମାନଙ୍କଠାରୁ ଅସୁଲ କରୁଥିଲେ। ରାଜସ୍ୱରୁ ଦେଶ ଭିତରେ ଖର୍ଚ୍ଚ ହେଉଥିଲା, ଯାହା ଟ୍ୟାକ୍ସ କଲେକ୍ଟ କରୁଥିଲେ ତାକୁ ହିଁ ଖର୍ଚ୍ଚ କରିଦେଉଥିଲେ। ସେମାନେ ଜଳସେଚନ ପାଇଁ କେନାଲ, ଗମନାଗମନ ପାଇଁ ରାସ୍ତା ନିର୍ମାଣ କରୁଥିଲେ। ରାଜପ୍ରସାଦ, ମନ୍ଦିର, ମସଜିଦ ନିର୍ମାଣ ଯୁଦ୍ଧ ଅଭିଯାନରେ ମଧ୍ୟ ବ୍ୟୟ ଓ ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଳାସ ବେସନ ପାଇଁ ମଧ୍ୟ ସେମାନେ ଖର୍ଚ୍ଚ କରୁଥିଲେ। 1757 ଓ 1857 ମସିହା ପର୍ଯ୍ୟନ୍ତ କମ୍ପାନୀ ହାତରେ ଥିଲା ତାହା ଓ ତାହା ପରବର୍ତ୍ତୀ ସମୟରେ ଇଂଲଣ୍ଡ ସରକାର ପରିଚାଳନା କଲେ ଏବଂ ଜନସାଧାରଣଙ୍କୁ ଆଦାୟ ହେଉଥିବା ଟିକସ ଆୟ ଭାରତରେ ଖର୍ଚ୍ଚ ନ କରି ତାହା ଦେଶରେ ତାଙ୍କର ଖର୍ଚ୍ଚ କରୁଥିଲେ, ତାଙ୍କ ଦେଶକୁ ନେଇକି ଇଂଲଣ୍ଡକୁ ଯାଇକି, ଯାହାକି ଯାହା ବି କଞ୍ଚାମାଲ ଓ ଖାଦ୍ୟଶସ୍ୟ ଯାହା ଭାରତରୁ ସେହି ଆୟରୁ କିଣୁଥିଲେ, ଯାହା ସବୁ ଏଠାର ପଇସାକୁ କିଣାକୁଣି କଲେ ଏବଂ ସେଠାରେ ଯାଇକି ଏସ୍ କଲେ ସେମାନେ। ତାହା ଖୁବ୍ କମ୍ ସମୟରେ ହେଉଥିଲା, ଯାହାଦ୍ୱାରା ଆମ କୃଷକ ଓ କାରିଗରମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତିରେ ସହାୟକ ହେଉନଥିଲା। 1757 ମସିହାରୁ ପଳାସୀ ଯୁଦ୍ଧ ପରେ ବଙ୍ଗଳାରୁ ଏହି ଆର୍ଥିକ ଦୋହନ ପ୍ରକ୍ରିୟା ଆରମ୍ଭ ଓ ବକ୍ସାର ଯୁଦ୍ଧ 1764 ବିଜୟ ପରେ ତ୍ୱରାନ୍ୱିତ ହେଲା। 1757ରୁ 1765 ମସିହା ମଧ୍ୟରେ
ଇଂରେଜମାନେ ଭାରତରୁ 6 ଲକ୍ଷ ପାଉଣ୍ଡ ସମ୍ପତ୍ତି ନେଇଯାଇଥିଲେ ଏବଂ ବଙ୍ଗଳାର ନବାବ 1765ରେ ଆଦାୟ କରିଥିବା ମୋଟ ଜମିର ଖଜଣାର ପ୍ରାୟ 4 ଗୁଣ ଏବଂ 1765ରେ କମ୍ପାନୀ ବଙ୍ଗ ବିହାର ଓଡ଼ିଶା ଦେୱାନୀ ମୋଗଲ ସମ୍ରାଟଠାରୁ ଆଲାହାବାଦ ଚୁକ୍ତି ଅନୁସାରେ ପାଇଥିଲେ। ତାପରେ ଆସିଲା ବିତ୍ତ ନିଷ୍କାସନର ଆର୍ଥିକ ପ୍ରଭାବ। ତୁମମାନଙ୍କର 2ଟି କ୍ୱେଶ୍ଚିନ୍ ଆସୁଛି ଏହି ବୁକ୍ ଅଥରରୁ। ଭାରତୀୟ ତୁଙ୍ଗ ନେତାମାନେ ଏହି ପ୍ରକ୍ରିୟାରେ ଫଳାଫଳ ଭଲ ରୂପେ ବୁଝିଗଲେ ଏବଂ ଦାଦାଭାଇ ନାରୋଜୀ, ଗୋପାଳକୃଷ୍ଣ ଗୋଖଲେ, ରମେଶ ଚନ୍ଦ୍ର ଦତ୍ତ। ଦାଦାଭାଇ ନାରୋଜୀ ହେଲା ପଭର୍ଟି ଆଣ୍ଡ ଅନ୍ ବ୍ରିଟିଶ ରୁଲ୍ ଅଫ୍ ଇଣ୍ଡିଆ, ଦାରିଦ୍ର୍ୟ ଓ ଭାରତରେ ଅଣ ବ୍ରିଟିଶ ଶାସନ ବୁକ୍ ଲେଖିଥିଲେ ଏହି ବିତ୍ତ ନିଷ୍କାସନକୁ ଦେଖିକି, ତଥା ରମେଶ ଚନ୍ଦ୍ର ଦତ୍ତ ଲେଖିଥିଲେ ଇକୋନୋମିକ୍ ହିଷ୍ଟ୍ରି ଅଫ୍ ଇଣ୍ଡିଆ ଅର୍ଥାତ୍ ଅର୍ଥନୈତିକ ଇତିହାସ ରଚନା କରି ଲୋକମାନଙ୍କୁ ବ୍ରିଟିଶର ବିତ୍ତ ନିଷ୍କାସନ ସମ୍ପର୍କରେ ସଚେତନ କରିଥିଲେ ଏବଂ ଗୋପାଳକୃଷ୍ଣ ଗୋଖଲେ ରାଜକୀୟ ଆଇନ ପ୍ରଣୟନ ପରିଷଦ ଉପରେ ଆଲୋଚନା କରିଥିଲେ। ଦାଦାଭାଇ ନାରୋଜୀ ବିତ୍ତ ନିଷ୍କାସନ ମନ୍ଦ କର୍ମର ମନ୍ଦ ଓ ଭାରତର ଦାରିଦ୍ର୍ୟତାର ମୁଖ୍ୟ କାରଣ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ବ୍ରିଟେନ ଭାରତର ଉକ୍ତ ଶୋଷଣ କରି ତାକୁ ରକ୍ତହୀନ କରିଦେଇଛି, ସବୁ ଶୋଷଣ କରି ଆଉ ରକ୍ତ ନାହିଁ ବୋଲି ସେ କହିଛନ୍ତି। ଅନ୍ୟ ବିଦେଶୀ ଐତିହାସିକ ମତରେ ଭାରତରୁ ଆଦାୟ ହେଉଥିବା ଅର୍ଥ ଭାରତୀୟଙ୍କ ଉନ୍ନତି ନିମନ୍ତେ ଖର୍ଚ୍ଚ ନୁହେଁ, ଇଂଲଣ୍ଡର ନାଗରିକଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ଖର୍ଚ୍ଚ ହେଉଥିଲା ବୋଲି ସେ କହିଛନ୍ତି। ତାପରେ ଯୋଗାଯୋଗରେ କ'ଣ ବିକାଶ ହେଇଛି। ଇଂରେଜମାନଙ୍କ ଆଗମନ ପୂର୍ବରୁ ଭାରତରେ କୌଣସି ସେମିତି ଉନ୍ନତ ହୋଇନଥିଲା, ଯୋଗାଯୋଗର ସେପରି ସୁବିଧା ନଥିଲା। ଆମେ କହିପାରିବା ଅତି ବଡ଼ ବଡ଼ ସହରକୁ ଯୋଗାଯୋଗ କରୁଥିବା ରାସ୍ତାଗୁଡ଼ିକ ମଧ୍ୟ ଉନ୍ନତ ନଥିଲା। ସହରର ଉପାନ୍ତରେ ଥିବା ଅନତି ଦୂରରେ ଅବସ୍ଥିତ ଗ୍ରାମଗୁଡ଼ିକରେ ସଡ଼କ ପଥରେ ବଦଳ ଗାଡ଼ି, ବଳଦ ଗାଡ଼ି, ଘୋଡ଼ା, ଓଟ, ଗଧ ଆଦିକୁ ଯାନବାହନର ମାଧ୍ୟମ ରୂପେ ବ୍ୟବହାର କରୁଥିଲେ ତଥା ଏହା ଯାତାୟାତ ମାଲ ପରିବହନ ମାଧ୍ୟମ ଥିଲା। ଟ୍ରାନ୍ସପୋର୍ଟ କମ୍ୟୁନିକେସନର ଗୋଟେ ମାଧ୍ୟମ ହେଲା ବଳଦ ଗାଡ଼ି, ଘୋଡ଼ା ଆଦି ମାଧ୍ୟମରେ। ଆଭ୍ୟନ୍ତରୀଣ ବାଣିଜ୍ୟ ବ୍ୟବସାୟ ପାଇଁ ତତ୍କାଳୀନ ରାସ୍ତାଘାଟ ସେତେ ପରିମାଣରେ ଭଲ ନଥିଲା, ବାଧକ ନଥିଲା ବି ଚଳି ଯାଉଥିଲା ଏବଂ ଜଳପଥରେ ନୌକା ଓ ଭେଲା ସାହାଯ୍ୟରେ ପଣ୍ୟ ଦ୍ରବ୍ୟ ଗୁଡ଼ିକ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲା। ପଣ୍ୟ ଦ୍ରବ୍ୟ କହିଲେ ଆମେ ଗୋଟେ ଦ୍ରବ୍ୟ ବିକିଲେ ଆଉ ଗୋଟେ ଦ୍ରବ୍ୟ ପାଉଥାଏ, ଯାହା ଯେପରି ଆମେ ଜଣଙ୍କ ପାଖକୁ ଧାନ ନେବା, ସେ ଆମକୁ କିଛି ଖାଦ୍ୟଶସ୍ୟ ଦେବ। ଠିକ୍ ସେହିପରି ବ୍ୟବସାୟର ପ୍ରାରମ୍ଭିକ ସ୍ତରରେ ଗମନାଗମନର ଉନ୍ନତି ନିମନ୍ତେ ଇଷ୍ଟ ଇଣ୍ଡିଆ କମ୍ପାନୀ ଗୁରୁତ୍ୱ ଦେଇ ନଥିଲା। କାଳକ୍ରମେ କମ୍ପାନୀର ବାଣିଜ୍ୟ କାରବାର ବୃଦ୍ଧି ଘଟିଲା। ବ୍ରିଟିଶ ସରକାର ଅନୁଭବ କଲେ ଯେ ବହୁ ପରିମାଣରେ ବିଦେଶୀ ବସ୍ତୁ ଭାରତର ସମସ୍ତ ଅଞ୍ଚଳରେ ପହଞ୍ଚିବା ପାଇଁ ଏବଂ ଶିଳ୍ପ କାରଖାନା ପାଇଁ ପର୍ଯ୍ୟାପ୍ତ କଞ୍ଚାମାଲ ସଂଗ୍ରହ କରି ବନ୍ଦର ସଂଗ୍ରହମାନ ଦେଇ ରପ୍ତାନି କରିବା ପାଇଁ ଶସ୍ତା ଓ ସହଜ ଯାତାୟାତ ବ୍ୟବସ୍ଥାର ବିକାଶ କରିବା ଆବଶ୍ୟକ। ଅର୍ଥାତ୍ କମ୍ ଟଙ୍କାରେ ଆମେ କଞ୍ଚାମାଲ କିପରି ଗେଦର କରିବା ବା ସଂଗ୍ରହ କରିବା ତଥା ଆମେ କିଭଳି ଭାବରେ ଯାତାୟାତର ସୁବିଧା କରିପାରିବା। ନଦୀରେ ଷ୍ଟିମରକୁ ଯାତାୟାତ ପାଇଁ ଇଂରେଜମାନଙ୍କ ଉପଯୋଗ କଲେ। ଲର୍ଡ ୱିଲିୟମ ବେଣ୍ଟିଂ ଶାସନ କାଳରେ ଯଦିଓ ଏଥିପ୍ରତି ବିଚାର କରାଯାଇଥିଲା, ତଥାପି ମଧ୍ୟ ସେହି ଆଖି ଦୃଷ୍ଟିଆ ଉନ୍ନତି ପରିଲକ୍ଷିତ ହୋଇନଥିଲା। 1839ରେ କଲିକତାର ଦିଲ୍ଲୀ ମଧ୍ୟରେ ଗ୍ରାଣ୍ଟନର ପରବର୍ତ୍ତୀ ଆରମ୍ଭ ହୋଇ 1850ରେ ଶେଷ ହୋଇଥିଲା। ତୁମମାନଙ୍କର ପ୍ରଶ୍ନ ଆସେ ଯେ ଗ୍ରାଣ୍ଟନ ନିର୍ମିତ କାହା ସମୟ ହେଇଥିଲା? ନା, ଶେର ଶାହ ସୁରୀ ଏବଂ ଏହା 1839ରୁ 1850 ମଧ୍ୟରେ ନିର୍ମିତ ହୋଇଥିଲା। ଦେଶର ପ୍ରମୁଖ ସହର, ବନ୍ଦର ଓ ବଜାରଗୁଡ଼ିକ ମଧ୍ୟରେ ସ୍ଥଳପଥର ଯାତାୟାତ ସୁବିଧା ପାଇଁ ବିଶେଷ ଉଦ୍ୟମ ଆରମ୍ଭ ହୋଇଥିଲା। ଏହାପରେ ରେଲପଥର ବିକାଶ ହେଲା, ଯାହାକୁ ଗମନାଗମନ ଦିଗରେ ପ୍ରକୃତ ବିକାଶ ପାଇଁ ଅଭିହିତ କରାଗଲା। ଲର୍ଡ ଡେଲହାଉସିଙ୍କ ସମୟରେ ରେଳ ଯୋଗାଯୋଗ ବ୍ୟବସ୍ଥା ଆରମ୍ଭ ହେଲା, ଡାକ ବ୍ୟବସ୍ଥା ଆରମ୍ଭ ହେଲା, ନୂତନ ଟେଲିଗ୍ରାଫର ହେଲା, ନୂତନ ରାସ୍ତା ନିର୍ମାଣ, ପୁରାତନ ରାସ୍ତାର ପୁନରୁଦ୍ଧାର କରିଲେ। ସେ ପୂର୍ତ୍ତ ବିଭାଗ PWD ଡିପାର୍ଟମେଣ୍ଟ ଆରମ୍ଭ କରିଥିଲେ। ବର୍ତ୍ତମାନ ଆମେ ଯେଉଁ ଦେଖୁଛେ PWD ଡିପାର୍ଟମେଣ୍ଟ। ତଥା ବୈଦେଶିକ ବାଣିଜ୍ୟ କଲକାତା, ମାଦ୍ରାସ, ବମ୍ବେ ବନ୍ଦରର ଜରିଆରେ ସମ୍ପାଦିତ ହେଉଥିବା ଦେଶ ବିଦେଶର ଆଭ୍ୟନ୍ତରୀଣ ବାଣିଜ୍ୟ ପାଇଁ ଗଙ୍ଗା, ବ୍ରହ୍ମପୁତ୍ର, ମହାନଦୀ, ଗୋଦାବରୀ, କୃଷ୍ଣା, କାବେରୀ ପ୍ରଭୃତି ନଦୀଗୁଡ଼ିକରେ ବାଷ୍ପଚାଳିତ ଇଞ୍ଜିନ ନୌକା ଦ୍ୱାରା
ବ୍ୟବସାୟ ସାମଗ୍ରୀ ମାନ ନେବା ଆଣିବା ହେଉଥିଲା। ବହୁତ ଗୁଡ଼ିଏ ପଥ ନଦୀ ଆଦିକୁ ଦେଇ ସହରକୁ ଦେଇ ସାମଗ୍ରୀ ମାନ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲା। ପୂର୍ବରୁ ଆମେମାନେ ଦେଖିଥିଲେ ବିତ୍ତ ନିଷ୍କାସନ ସମ୍ପର୍କରେ, କୃଷିକରଣ ସମ୍ପର୍କରେ ତଥା କୃଷିର ଅଭିବୃଦ୍ଧି ଆଦି ସମ୍ପର୍କରେ ଟିକେ ଟିକେ ଦେଖିଥିଲେ। କୃଷିର ବ୍ୟବସାୟୀକରଣ ହେଲା ଏସବୁ ସମ୍ପର୍କରେ ଦେଖିଥିଲେ ତଥା ବିତ୍ତ ନିଷ୍କାସନ ଆର୍ଥିକ ପ୍ରଭାବ ସମ୍ପର୍କରେ ଆମେମାନେ ଦେଖିଥିଲେ। ବର୍ତ୍ତମାନ ଆମେ ଦେଖିବା ରେଲର ବିକାଶ। ସର୍ବପ୍ରଥମେ କ'ଣ ହେଇଛି ନା ରେଲ ବ୍ୟବସ୍ଥା ସମ୍ପର୍କରେ ଦେଖିବା ଯେ ସର୍ବପ୍ରଥମେ 1814 ମସିହାରେ ଜର୍ଜ ଷ୍ଟିଫେନସନ୍ ଇଂଲଣ୍ଡରେ ରେଲ ଇଞ୍ଜିନ୍ ପ୍ରଥମେ ବ୍ୟବହାର କରିଥିଲେ। 1830ରୁ 1840 ଦଶକରେ ସେଠାରେ ଦ୍ରୁତ ଗତିରେ ରେଲପଥର ବିକାଶ ଘଟିଥିଲା। ଭାରତରେ ଏହାର ନିର୍ମାଣ କରାଯାଉ ବୋଲି ଚାପ ପଡ଼ିଲା, ଯାହା ଫଳସ୍ୱରୂପରେ ରେଲପଥର ବିକାଶ ଦ୍ୱାରା ଭାରତରେ ବ୍ରିଟିଶ ଉତ୍ପାଦନ ପାଇଁ ବସ୍ତୁଗୁଡ଼ିକ ନେବା ଆଣିବା ସହଜ ପ୍ରାପ୍ତ ହେବ, ଯାହାଫଳରେ ରପ୍ତାନି ସାମଗ୍ରୀ ମଧ୍ୟ ସହଜରେ ବ୍ରିଟେନରେ ପହଞ୍ଚି ପାରିବ। ଭାରତରେ ଇଂରେଜ ପୁଞ୍ଜିପତିଙ୍କ ଉଦ୍ୟମ ରେଳପଥ ପ୍ରବର୍ତ୍ତନ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିପାରିବା। ରେଳ ଚଳାଚଳ ଏକ ବ୍ୟବସାୟ ପକ୍ଷ ଯୋଜନା ଅଟେ। ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ଅତ୍ୟଧିକ ପଇସା ଲାଗିବ। ତଥାପି ମଧ୍ୟ ପ୍ରବର୍ତ୍ତନ ନିମନ୍ତେ ଭାରତର ଇଂରେଜ ଶାସକମାନେ ଲଣ୍ଡନରେ ନ୍ୟାୟ ସଙ୍ଗତ ଯୁକ୍ତି ଉପସ୍ଥାପନ କରିଥିଲେ। ପ୍ରଥମ କାରଣ ଥିଲା ବାଣିଜ୍ୟ ପାଇଁ ରେଲପଥ ନିର୍ମାଣ ପାଇଁ କହିଥିଲେ। ତା ସହ ଭାରତର ମୁଖ୍ୟ ସହର ବ୍ୟବସାୟ କେନ୍ଦ୍ରମାନଙ୍କୁ ବନ୍ଦରଭାଗ କଞ୍ଚାମାଲ ଖାଦ୍ୟଶସ୍ୟର ଅପେକ୍ଷାକୃତ କମ୍ ସମୟରେ ପହଞ୍ଚି ହେବ। ଇଂଲଣ୍ଡରୁ ରପ୍ତାନି ହେଉଥିବା ଶିଳ୍ପଜାତ ଦ୍ରବ୍ୟଗୁଡ଼ିକ ବନ୍ଦରମାନଙ୍କ ପାଖରୁ ବିଶିଷ୍ଟ ସହରମାନଙ୍କରେ କମ୍ ସମୟରେ ସୁରକ୍ଷିତ ଭାବରେ ପହଞ୍ଚି ହେବ। ଦ୍ୱିତୀୟ କାରଣ ତାଙ୍କ ନିରାପତ୍ତା ସହ ସଂଶ୍ଳିଷ୍ଟ ଓ ତାହା ଥିଲା ସାମରିକ। ବ୍ରିଟିଶ ସାମ୍ରାଜ୍ୟର ସୀମା ବୃଦ୍ଧି ସହ ରାଜା ମହାରାଜା ଅସନ୍ତୁଷ୍ଟ ଆଦିବାସୀ ଚାଷୀ ଓ ତଥା ବାଣିଜ୍ୟମାନଙ୍କର ବିଦ୍ରୋହକୁ ରୋକିବା ପାଇଁ ସରକାରଙ୍କର ଆହୁରି ମଧ୍ୟ ଅନୁଭବ କଲେ ଯେ ରେଲପଥର ବିକାଶ ପ୍ରଶାସନ ପାଇଁ ସୁବିଧାଜନକ ହେବ ତଥା ଇଂଲଣ୍ଡର ଷ୍ଟିଲ୍ ନିର୍ମାତାରେ ରେଲପଥର ବିକାଶ ଭାରତରେ ତାଙ୍କର ବ୍ୟବସାୟ ପାଇଁ ପ୍ରକୃଷ୍ଟ କ୍ଷେତ୍ର ବୋଲି ବିଚାର କଲେ। ଯଦି ଷ୍ଟିଲ୍ ନିର୍ମାତାଙ୍କ ପାଇଁ ଏହା ଗୋଟେ ପ୍ରକୃଷ୍ଟ ବୋଲି ସେ କହୁଥିଲେ। ରେଲ ଇଞ୍ଜିନ୍ ୱାଗନ୍ ତଥା ଅନ୍ୟାନ୍ୟ ଯନ୍ତ୍ରପାତି କାରଖାନା ଉପକରଣ ନିମିତ୍ତ ଇସ୍ପାତ ଲୁହାର ଚାହିଦା ବୃଦ୍ଧି ଆଶା ତହିଁରୁ ପ୍ରଚୁର ଲାଭ ଇଂଲଣ୍ଡର ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିଥିଲା। ଏସବୁ ଗୁଡ଼ିକ କ'ଣ କରିଥିଲା ନା ଇଂଲଣ୍ଡର ପୁଞ୍ଜିପତି ବା ବଡ଼ ବଡ଼ ଲୋକମାନଙ୍କୁ ଆକୃଷ୍ଟ କରିଥିଲା। ଏ ସମସ୍ତ ଯୁକ୍ତି ତଥା ପୁଞ୍ଜିପତିମାନଙ୍କର ଚାପ ଇଂଲଣ୍ଡର ସରକାର ଉପରେ ପଡ଼ିଛି। ଗ୍ରହଣ କରି ଭାରତରେ ରେଲପଥର ସମ୍ପ୍ରସାରଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁମତି ପ୍ରଦାନ କରିଦେଇଛି। ସର୍ବପ୍ରଥମେ 1831 ମସିହାରେ ମାନ୍ଦ୍ରାରେ ରେଲପଥ ନିର୍ମାଣ ପାଇଁ ପ୍ରସ୍ତାବ ଆସିଲା। ମାନ୍ଦ୍ରାଜଠାରେ ପ୍ରଥମେ ରେଲପଥ ନିର୍ମାଣ କରିବା ପାଇଁ ପ୍ରସ୍ତାବଟି ଆସିଛି। ତାହା ଅନୁଯାୟୀ ରେଲର ଡବାଗୁଡ଼ିକୁ ଘୋଡ଼ାମାନଙ୍କର ଦ୍ୱାରା ଟଣା ହେବ। ଏହା କାର୍ଯ୍ୟକାରୀ ହୋଇନଥିଲା। 1834 ମସିହାରେ ଭାରତ ପାଇଁ ବାଷ୍ପଚାଳିତ ରେଳ ପ୍ରସ୍ତାବ ପ୍ରଥମେ ଆସିଲା। ଇଂଲଣ୍ଡର ରେଲପଥ ନିର୍ମାଣ ପାଇଁ ପୁଞ୍ଜି ଖଟାଉଥିବା ବ୍ୟକ୍ତି ଓ କମ୍ପାନୀମାନେ ବିତ୍ତପତି ଓ ଭାରତ ସହ ବାଣିଜ୍ୟ କରୁଥିବା ଉଦ୍ୟୋଗପତି ଓ ବସ୍ତ୍ରଶିଳ୍ପର ମାଲିକମାନେ ଏହି ପ୍ରସ୍ତାବକୁ ରାଜନୈତିକ ସମର୍ଥନ ଜଣାଇଥିଲେ। ନିଷ୍ପତ୍ତି ଅନୁଯାୟୀ ଭାରତରେ ଘରୋଇ କମ୍ପାନୀମାନେ ରେଲପଥ ନିର୍ମାଣ କରିବାକୁ ସ୍ଥିର ହେଲା। ସରକାର ସେମାନଙ୍କର ପୁଞ୍ଜି ଉପରେ ଅନ୍ୟୁନ 5% ଲାଭ ପ୍ରଦାନ କରିଥିବେ। ପ୍ରଥମ ରେଲ ଇଞ୍ଜିନ୍ ବମ୍ବେ ଓ ଥାନେ ମଧ୍ୟରେ ପ୍ରଥମ ଥର ପାଇଁ ଚାଲିଥିଲା। ତୁମମାନଙ୍କ ପ୍ରଶ୍ନ ଆସେ ଯେ ପ୍ରଥମେ କେଉଁଠାରୁ କେଉଁଠାକୁ ଯାଇଥିଲା ନା ବମ୍ବେରୁ ଥାନୁ 1853 ମସିହାରେ ହେଇଥିଲା। 1849 ମସିହାରେ ଭାରତରୁ ବଡ଼ଲାଟ ଭାବରେ ଆସିବା ଲର୍ଡ ଡେଲହାଉସି ରେଲପଥର ବିକାଶ କରିଥିଲେ। ସେ ଯୋଜନାରେ ସେ
ଏହି ଯୋଜନାରେ 4ଗୋଟି ମୁଖ୍ୟ ରେଲପଥ ପାଇଁ ପ୍ରସ୍ତାବ ଦେଇଥିଲେ। ରେଲପଥ ଗୁଡ଼ିକର ଦେଶର ଆଭ୍ୟନ୍ତରୀଣ ଅଞ୍ଚଳକୁ ବଡ଼ ବଡ଼ ସହର ସହ ଯୋଡ଼ିବା କ୍ଷେତ୍ରରେ ଏହା ସାହାଯ୍ୟ କରିବ। ପୁଣି ରେଲପଥ ଗଲା, ତାପରେ ଆସିଲା ଟେଲିଗ୍ରାଫ ବ୍ୟବସ୍ଥା। ସର୍ବପ୍ରଥମେ ଟେଲିଗ୍ରାଫ ବ୍ୟବସ୍ଥା 1853 ମସିହା କୋଲକାତା ଆଗ୍ରାଠାରେ ଆରମ୍ଭ ହୋଇଥିଲା। ଭାରତରେ ଇଲେକ୍ଟ୍ରିକ୍ ଟେଲିଗ୍ରାଫ ପ୍ରଚଳନ ମଧ୍ୟ ଯୁଗାନ୍ତକାରୀ ପଦକ୍ଷେପ କହିପାରିବା, ଯାହାକି ଡେଲହାଉସିଙ୍କ ସମୟରେ ହୋଇଥିଲା। ସେ ଏକ ପଦକ୍ଷେପ ନେଇଥିଲେ ଭାରତର ପ୍ରାନ୍ତୀୟ ଅଞ୍ଚଳଗୁଡ଼ିକ ସଦର ମହକୁମା ଅନ୍ୟାନ୍ୟ ବିଶିଷ୍ଟ ବାଣିଜ୍ୟ କେନ୍ଦ୍ରମାନଙ୍କ ସହ ସଂଯୁକ୍ତ କରିବା ପାଇଁ ଏହା କରିଥିଲେ। ଏହା ମାଧ୍ୟମରେ ଖୁବ୍ କମ୍ ସମୟ ମଧ୍ୟରେ ସମ୍ବାଦଟି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚି ପାରିବ, ଯାହାକି 1853 ମସିହାରେ ପ୍ରଥମେ କୋଲକାତା ଆଗ୍ରା ମଧ୍ୟରେ ଟେଲିଗ୍ରାଫ ଆରମ୍ଭ ହୋଇଥିଲା। ଅବଶ୍ୟ ଏହି ବ୍ୟବସ୍ଥା ପରବର୍ତ୍ତୀ ସମୟରେ ଅନେକ ସୁବିଧାପୂର୍ଣ୍ଣ ହୋଇଥିଲା ଏବଂ ସମୟ ସମୟ ଦୂରତ୍ୱକୁ ଜୟ କରିବା ପାଇଁ ଟେଲିଗ୍ରାଫ ଉତ୍କୃଷ୍ଟର ମାଧ୍ୟମ ସାଜିଥିଲା। ଭାରତ ଭଳି ବିଶାଳ ଦେଶରେ ଏହାର ଉପାଦେୟତା ଅପରିହାର୍ଯ୍ୟ ଅଟେ। ଡେଲହାଉସି ନୂଆ କରି ଡାକ ଟିକଟ ପ୍ରଚଳନ କରିଥିଲେ। ଏହା ପୂର୍ବରୁ ଡାକରେ ଆସୁଥିବା ପତ୍ରର ଗ୍ରାହକଙ୍କୁ ଦେୟ ଦେବାକୁ ପଡ଼ୁଥିଲା ବେଳେ ଏହା ପ୍ରେରକ ଡାକ ମହାଶୁଳ୍କ ଦେଇ ଡାକ ଟିକଟ ଲଗାଇ ପତ୍ର ପ୍ରେରଣ କରୁଥିଲେ। ଯିଏ ପଠାଇବ ତାକୁ ଟ୍ୟାକ୍ସ ଦେବାକୁ ପଡ଼ିବ। ଡେଲହାଉସି ମଧ୍ୟ ଡାକ ମହାଶୁଳ୍କକୁ ହ୍ରାସ କଲେ, ତା'ର ଟ୍ୟାକ୍ସକୁ କମେଇଲେ। ଅର୍ଥାତ୍ ଆଗରୁ ଯଦି 50 ଟଙ୍କା ନିଆଯାଉଥିଲା, ବର୍ତ୍ତମାନ ତାହା 10 ଟଙ୍କା ନିଆଯିବ ବୋଲି ସେ କହେ। ସେହିଭଳି ଭାବରେ ମୁଁ ଏକ୍ଜାମ୍ପଲ୍ ଦେଉଛି, ତୁମେମାନେ ଲେଖିଦେବ ନାହିଁ। ସମଗ୍ର ଦେଶରେ ଡାକ ମହାଶୁଳ୍କର ଦର ସମାନ ରଖିଲେ। ଯାହା ବି ଥିଲା ଡାକ ଗୁଡ଼ିକ ସବୁ ଡାକରେ କ'ଣ କଲେ ନା ସମାନ ପ୍ରାଇସ୍ ଅଟେ। ବର୍ତ୍ତମାନ ଯେପରି ଆମେ ଦେଖୁଛେ ଗୋଟେ ଚିଠି ପଠାଇଲେ କେତେ ଗ୍ରାମକୁ କେତେ ଟଙ୍କା ନେଉଛନ୍ତି, ସେହିଭଳି ସବୁ ପୋଷ୍ଟରେ ସେଇ ସେମ୍ ପଇସା ଲାଗିବ। ସେ ସମୟରେ ମଧ୍ୟ ତାହା କରିଥିଲେ। ପତ୍ର ପ୍ରେରଣ ପାଇଁ ଅଧଅଣା 2 ଅଣା ଦର ଧାର୍ଯ୍ୟ ହେଉଥିଲା। ପୂର୍ବରୁ ଏହା ଦୂର ଅନୁଯାୟୀ ଧାର୍ଯ୍ୟ ହେଉଥିଲା। ଅନେକ ସମୟରେ ଗୋଟିଏ ଚିଠିର ଡାକ ଖର୍ଚ୍ଚ ଏତେ ଅଧିକ ଥିଲା ଯେ ତାହା 4 ଜଣ କୁଶଳୀ ଶ୍ରମିକର ଦିନକର ମଜୁରୀ ସହ ସମାନ ଥିଲା। ଡେଲହାଉସିଙ୍କ ସଂସ୍କାର ଫଳରେ ଏହା ବିସ୍ତାରିତ ହୋଇଥିଲା। ଏହି ଡାକ ବ୍ୟବସ୍ଥାରେ ପୁଣି ଡାକ ଡାଇରେକ୍ଟର ଜେନେରାଲ ନିଯୁକ୍ତି ହୋଇଥିଲେ। ଡାକ ପ୍ରେରଣ କ୍ଷେତ୍ରରେ ତାଙ୍କର ଆଗକୁ ଖର୍ଚ୍ଚ କରିବା ପାଇଁ ଅଜସ୍ର ଅର୍ଥକୁ ହ୍ରାସ କରିପାରିଥିଲା। ଏହା ଥିଲା ଟେଲିଗ୍ରାଫ ବ୍ୟବସ୍ଥା। ତାପରେ ଆସିଲା ଭୂ ରାଜସ୍ୱ ନୀତି ଅର୍ଥାତ୍ ଲ୍ୟାଣ୍ଡ ରେଭେନ୍ୟୁ ପଲିସି ଆମେ କହିପାରିବା। ସେଗୁଡ଼ିକ ହେଲା ଚିରସ୍ଥାୟୀ, ରୟତବାରୀ, ମହଲବାରୀ। ତୁମମାନଙ୍କର ଚିରସ୍ଥାୟୀରୁ ଅନେକ ଗୁଡ଼ିଏ ପ୍ରଶ୍ନ ଆସୁଛି ଏବଂ ଏହିସବୁ ଚିରସ୍ଥାୟୀ, ରୟତବାରୀ, ମହଲବାରୀରୁ 3 ମାର୍କ ବିଶିଷ୍ଟ ପ୍ରଶ୍ନ ଆସୁଛି ଏବଂ ଏହା କିଏ କରିଥିଲେ ତାହା ମଧ୍ୟ ପ୍ରଶ୍ନ ଆସୁଛି। ତ ଭୂ ରାଜସ୍ୱ ନୀତି, ଲ୍ୟାଣ୍ଡ ରେଭେନ୍ୟୁ ପଲିସି। ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ଭାରତ କେବଳ କୃଷି ଉପରେ ନିର୍ଭରଶୀଳ। ଦେଶର ଆୟ ଅଧିକାଂଶ ଭାଗ ଭୂ ରାଜସ୍ୱରୁ ହିଁ ମିଳୁଥିଲା ଏବଂ 1765 ମସିହାରେ ଇଂରେଜମାନେ ବଙ୍ଗ ବିହାର ଓଡ଼ିଶାରେ ଦେୱାନୀ ବା କର ଆଦାୟର ସୁବିଧା ପାଇଲେ, କର ଆଦାୟର କ୍ଷମତା ପାଇଲେ। ସେମାନେ ଏହା ପାଇବା ପରେ ଗଭର୍ଣ୍ଣରମାନେ ଭୂ ରାଜସ୍ୱ ଆଦାୟ ନୀତିକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରଚେଷ୍ଟା କଲେ। ଆଦ୍ୟ ଅବସ୍ଥାରେ ସେହିଭଳି କିଛି ଫଳପ୍ରଦ ନ ହେବା ଯୋଗୁଁ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଭୂ ରାଜସ୍ୱ ଆଦାୟ କରି ବ୍ରିଟିଶ ରାଜକୋଷ ଦାଖଲ କରୁଥିଲେ। କିନ୍ତୁ ରାଜସ୍ୱ ନୀତି ବହୁ ତ୍ରୁଟିପୂର୍ଣ୍ଣ ଥିଲା, ବହୁତ ଗୁଡ଼ିଏ ଭୁଲ ରହିଥିଲା ସେଥିରେ। ଜମିଦାରମାନଙ୍କ ଅଧୀନରେ ଜମି ଥିଲେ ମଧ୍ୟ ସେମାନେ ସେସବୁର ମାଲିକାନା ସତ୍ତ୍ୱ ପାଇ ନଥିଲେ। ଭୂମିକରର ପରିମାଣ ବିଭିନ୍ନ ଅଞ୍ଚଳରେ ଭିନ୍ନ ଥିବାରୁ କୃଷକମାନେ ଶୋଷିତ ହେଉଥିଲେ। ବାର୍ଷିକ, ତ୍ରୈବାର୍ଷିକ, ପଞ୍ଚବାର୍ଷିକ ଜମିଜମା ବନ୍ଦୋବସ୍ତ ହେଉଥିବାରୁ ଜମିଦାର ବା କୃଷକ କେହି ଜମିର ଉନ୍ନତି ପାଇଁ ଦେଖୁନଥିଲେ, ଉନ୍ନତିର ଧ୍ୟାନ ଦେଉନଥିଲେ। ଜଳସେଚନର ଉପଯୁକ୍ତ ବ୍ୟବସ୍ଥାର ଅଭାବ ବର୍ଷା ଉପରେ ନିର୍ଭରଶୀଳ ଥିଲା। କୃଷି ଉତ୍ପାଦନ ହ୍ରାସ କରୁଥିଲା। ଅନାବୃଷ୍ଟି, ବନ୍ୟା, ବାତ୍ୟା, ପ୍ରାକୃତିକ ବିପର୍ଯ୍ୟୟ ଚାଷୀ ତଥା କୃଷିଜୀବୀ ଶ୍ରେଣୀର ମେରୁଦଣ୍ଡ ଭାଙ୍ଗି ଦେଉଥିଲା। କମ୍ପାନୀ ସରକାର ଏସବୁ ପ୍ରତି ଧ୍ୟାନ ନ ଦେଇ କର ବୃଦ୍ଧି କରି ଚାଲୁଥିଲେ।
से आउ किछि देखुनथिला से कर को वृद्धि 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 करबाकू लागिला। यार फलस्वरूप अनेक कृषक आंदोलन से समय घटिथिला। यही कर वृद्धि जोगु ही अनेक गुड़िया आंदोलन होता। प्रथम बर्लाड गवर्नर जनरल सर वारेन हेस्टिंग राजस्व संस्कार फलप्रद हो नथिला, एक त्रुटिपूर्ण भाव में परिलक्षित होता। से 1 वर्ष तथा 10 वर्षर गोटे नीति आनिथिले। सर्वप्रथम आम देखा चिरस्थायी बंदोबस्त। मान बारंबार प्रश्न आसूची चिरस्थायी बंदोबस्त केबे कराइथिला एवं किए करथिले? लॉर्ड कॉर्नवालिस एवं 1793 मसीह होता। 1765 कौन होता ना अलाहाबाद चुक्ति होता, जहाँफल बंग बिहार ओडिशा रे राजस्व आदायर क्षमता पाई ब्रिटिश ईस्ट इंडिया कंपनी वाले। आरंभ में कंपनी राजस्व आदाय पुराणा व्यवस्था प्रचलन था, किंतु सर्वमोट राजस्व आदाय वृद्धि पाइबाकू लागिला। 1773 मसीह कंपनी प्रथम करी राजस्व व्यवस्था बुझा स्थिर कला। वारेन हेस्टिंग यह राजस्व आदाय नीलाम डाकी बिक्री कले, मात्र यह सफल हो नथिला। एहीपरि एक परिस्थिति राजस्व परिमाण को स्थायी करने कथा सरकार सृष्टि कर आकर्षण कला। जेहेतु यह फलप्रद नहला ताहाकू आमे परमानेंट करदेबा बोली से भाविले। ता फलस्वरूप 1786 मसीह भारत को बल्लाट भाव आसी लॉर्ड कॉर्नवालिस और से बहु राजस्व नीति आनी परिवर्तन को चिरस्थायी बंदोबस्त बोली कहगला। यह बंग बिहार प्रचलन करागला। यह दुईटी स्वतंत्र दिग थिला। प्रथम हेले जमीदार खजना आदायकारी को भूस्वामी भाव में परिणत कर, अर्थात जी टैक्स कलेक्ट करिवो एवं जमीदार से माने हेले सर्वेसर्वा। एक नूतन भाव में सुष्ट जमीदार गोष्ठी केवल खजना आदायकारी हो रहिले नाही, सेही जमीदारी माने थिबा मोट जमीर मालिक मध्य थिले। अन्य पक्षरे प्रजा मानकर सामाजिक प्रतिपत्ति उणा हैला। ताकर से माने निम्नरु निम्नतर हेले। से माने चाषी न होई भाग चाषी होई रहिले एवं कारण समस्त जमीर मालिक तो जमीदारी माने हेले सेही भली भाव में। तापरे तार सुफल कौन थिला? जमीदार राजस्व 11 रु गोटे भाग तापन से जमीदार माने रखुवा बेले 10 भाग को कंपनी को दौले। निज पाखे कमिशन बाबद को एक भाग रखिथिले एवं बंदोबस्त व्यवस्था थिला। यह मात्र जो रकम से कंपनी को देवे स्थिरीकृत हो रहा एवं यह इंग्रेज मानक वार्षिक योजना अटकल कर सुजोग मिलला। बहु राजस्व पाई जो कर्मचारी माने नियोजित होइथिले सेमानकु सेथिरु आव्याहित दिया जाऊ सेमानकु अन्य प्रशासनिक संस्कार कार्य मध्य विनियोग कराक लागिले। जमीदार माने बंदोबस्त द्वारा केतेकांशरे उपकृत हेले। सेमाने सबुदिन पाई जमीर मालिकाना सत्व पाइले, जहाँफल जीविका निर्वाह एक निश्चित उत्स प्राप्त है। सेमाने ब्रिटिश शासन प्रति अनुरक्त रहिबारु कौन सी अभावनीय परिस्थितिर सम्मुखीन हेले ब्रिटिश शासन तांको सुरक्षा देउथिला। सामूहिक जन आंदोलन को दबेई देवा पाई ब्रिटिश जमीदार मानकर सहायता नेथिले। जन आंदोलन ब्रिटिश साम्राज्यवाद मध्य सेमाने रक्षा कवच होई सरकार ऊपर जान जासिबारु दे नथिले। बहु राजस्व परिमाण द्विगुणित हैला, तथापि पट्टा करबा फल कुशल जमी को सुरक्षित मन कला। तार कुफल कौन ना आरंभ में भू राजस्वर परिमाण मन इच्छा धार्य करागला, जहाँपर ताहा आसमान टैक्स करने को लगिले। जमीदार मानकर सह एही कौन सी परामर्श भी जाई नथिला। फल सरकार लक्ष्य जे कौन सी प्रकार रे अधिक आदाय करवा। फल जनस्वर थिले चिरस्थायी बंदोबस्त प्रणेता और बल्लाट पदक्षेप रे लॉर्ड कॉर्नवालिस को उत्खात करे। बंदोबस्त चुक्तिपत्र दर्शाई केतेक निर्दिष्ट धारा विषयवस्तुर अस्पष्टता जो यह कार्यकारी समय नाना समस्या सृष्टि होता, जहाँफल यह चिरस्थायी बंद कार्यकारी हो पारि नथिला। तापर आसला रयतवारी। 1820 होता थॉमस मुरो समय रे। रयतर अर्थ है चाषी, जहाँकि चाषी मान डायरेक्टली कलेक्ट करा जाउतिला। भारतर दक्षिण पश्चिम प्रांत अंचल रे इंग्रेज शासन प्रतिष्ठा होगा पर बंदोबस्त को नहीं एक नया समस्या सृष्टि होता है
ଏହି ଅଞ୍ଚଳରେ ପୂର୍ବରୁ କୌଣସି ଜମିଦାର ବର୍ଗ ନଥିଲେ। ଏହି ବର୍ଗଟେ ସୃଷ୍ଟି କରି ଚିରସ୍ଥାୟୀ ବନ୍ଦୋବସ୍ତ ଲାଗୁ କଲେ ସାମାଜିକ ସମସ୍ୟା ସୃଷ୍ଟି ହେବ ବୋଲି ଅନୁମାନ କରିଥିଲେ। ଚିରସ୍ଥାୟୀ ବନ୍ଦୋବସ୍ତରେ ଭୂ ରାଜସ୍ୱ ଏକ ଭାଗ ଜମିଦାରମାନେ ନେଉଥିଲେ। ଆର୍ଥିକ ଦୃଷ୍ଟିରୁ ସରକାର କ୍ଷତିଗ୍ରସ୍ତ ହେଉଥିଲେ। ଯେହେତୁ ଏକ ଭାଗ ଜମିଦାରମାନେ ନେଉଥିଲେ ତେଣୁ କ୍ଷତିଗ୍ରସ୍ତ ହୋଇଥିଲେ। ରୟତମାନେ ଜମିଦାରମାନଙ୍କ ଅନୁଗ୍ରହରେ ବଞ୍ଚୁଥିବାରୁ ଅନେକ ଅତ୍ୟାଚାରର ସମ୍ମୁଖୀନ ହୋଇଥିଲେ। ଚାଷୀମାନେ ପୁଣି ଅନେକ ଗୁଡ଼ିଏ ଅତ୍ୟାଚାର ହେଉଥିଲେ। ତେଣୁ ବଙ୍ଗଳା ପ୍ରେସିଡେନ୍ସିରେ ପ୍ରବର୍ତ୍ତିତ ହୋଇଥିବା ଚିରସ୍ଥାୟୀ ବନ୍ଦୋବସ୍ତର ତ୍ରୁଟି ଯୋଗୁଁ ତର୍ଜମା ହୋଇ ଥମାସ ମୁନରୋ 1820 ମସିହାରେ ଗୋଟେ ନୂଆ ନୀତି ଆଣିଲେ, ଯାହା ଥିଲା ରୟତୱାରୀ। ଏହାଦ୍ୱାରା ରୟତମାନଙ୍କ ସହ ପ୍ରତ୍ୟେକ ଭାବରେ ଜମି ଜମା ବନ୍ଦୋବସ୍ତ ହେଲା, ଅର୍ଥାତ୍ ଡାଇରେକ୍ଟଲି କଲେକ୍ଟ କଲେ ଚାଷୀମାନଙ୍କଠାରୁ। ବମ୍ବେ ପ୍ରେସିଡେନ୍ସିରେ କିଛି ଅଞ୍ଚଳରେ ପ୍ରବଚନ କରାଗଲା ଏହି ରୟତୱାରୀ। ପ୍ରଜାମାନେ ହେଲେ ସରକାରଙ୍କର ଭାଗ ଚାଷୀ। ଭୂ ରାଜସ୍ୱ ଯଦି ନିୟମିତ ଭାବରେ ପୈଠ କରନ୍ତି ତେବେ ଜମିର ପ୍ରଜାସତ୍ତ୍ୱ ଅଧିକାର ଅକ୍ଷୁଣ୍ଣ ରହିବ। ଅନ୍ୟଥା ଖଜଣା ନ ଦେଲେ ରୟତ ତାର ଜମିର ମାଲିକାନା ହରାଇବ। ଏହି ବ୍ୟବସ୍ଥା ଚିରସ୍ଥାୟୀ ନ କରି ତାହା ଅତି କମ୍ ସମୟ ପାଇଁ ନ କରି 30 ବର୍ଷ ପାଇଁ ଚୁକ୍ତିବଦ୍ଧ କରାଗଲା। ଉତ୍ପାଦିତ ଫସଲର ଅଧିକ କମ୍ପାନୀ ରାଜସ୍ୱ ଆଦାୟ କରିବା ପାଇଁ ସ୍ଥିର ହେଲା। ଏହା ଥିଲା ରୟତୱାରୀ। ତାପରେ ଆମେ ଦେଖିବା ମହଲୱାରୀ, ଅର୍ଥାତ୍ ଗୋଟିଏ କେତେ ଅଞ୍ଚଳକୁ ନେଇ କରାଗଲା। ଗାଙ୍ଗେ ଉପତ୍ୟକା ଉତ୍ତରପ୍ରଦେଶ, ଏହା 1822ରେ ହେଇଥିଲା। ତ ତାହା ମଧ୍ୟପ୍ରଦେଶର କେତେକ ଅଞ୍ଚଳ, ପଞ୍ଜାବର ଜମିଦାରୀ ବନ୍ଦୋବସ୍ତ ଏକ ସଂଶୋଧିତ ରୂପର ପ୍ରଚଳନ କରାଯାଇଥିଲା। ଏହାକୁ ମହଲୱାରୀ ବୋଲି ମଧ୍ୟ କୁହାଯାଉଥିଲା। ସେ ସମୟରେ ଉପରୋକ୍ତ ଅଞ୍ଚଳଗୁଡ଼ିକରେ କେତେକ ଗାଁର ସମଷ୍ଟିକୁ ମହଲ ବୋଲି କୁହାଯାଇଥିଲା। ମୁଁ ପୂର୍ବରୁ ମଧ୍ୟ କହିଛି କେତେଗୁଡ଼ିଏ ଗାଁକୁ ନେଇ ସୃଷ୍ଟି ହୋଇଥିଲା ଏହି ମହଲୱାରୀ। ଏଥିରେ ଗ୍ରାମର ମୁଖିଆ ତଥା କ୍ଷୁଦ୍ର ଜମିଦାରମାନେ ପ୍ରାଧାନ୍ୟ ଥିଲେ। ଗାଁର ମୁଖ୍ୟ ଯେ ତଥା ଜମିଦାରମାନେ ଏହାର ମୁଖ୍ୟ ଥିଲେ, ତେଣୁ ସେମାନଙ୍କ ଜରିଆରେ ଭୂ ରାଜସ୍ୱ ଆଦାୟରେ ସୁବିଧା ହେବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇ ବନ୍ଦୋବସ୍ତ କରାଗଲା। ଏହାକୁ ମହଲୱାରୀ ବନ୍ଦୋବସ୍ତ ବୋଲି କୁହାଗଲା। ସେଠାକାର ଜମିଦାର ଓ ପରିବାର ମୁଖ୍ୟ ବୋଲାଉଥିବା ସାମୂହିକ ଭାବରେ ଗ୍ରାମ ବା ଖଜଣା ମହଲ ପକ୍ଷରୁ ବନ୍ଦୋବସ୍ତ କରିଥିଲେ। ସରକାର ଖଜଣା ବନ୍ଦୋବସ୍ତ ଗ୍ରାମ ବା ମହଲ ସାଙ୍ଗରେ କରୁଥିଲେ। ପଞ୍ଜାବରେ ମହଲୱାରୀ ବ୍ୟବସ୍ଥାର ଏକ ସଂଶୋଧିତ ରୂପକୁ ପ୍ରଚଳନ କରାଗଲା, ତାହାକୁ ଗ୍ରାମ ବ୍ୟବସ୍ଥା ବୋଲି ମଧ୍ୟ କୁହାଗଲା। ସରକାର କ'ଣ କଲେ ନା ଖଜଣା ବନ୍ଦୋବସ୍ତ ମହଲ ସାଙ୍ଗରେ ରଖିଲେ, ଯାହାକୁ ମହଲୱାରୀ ମଧ୍ୟ କୁହାଗଲା। ଏହି ବ୍ୟବସ୍ଥା ଦ୍ୱାରା କୃଷକର ଆର୍ଥିକ ଅବସ୍ଥା ଉନ୍ନତି ହେଲା ତଥା ଗ୍ରାମ ମୁଖିଆ ଦୌରାତ୍ମ୍ୟ ମହାଜନମାନଙ୍କର ଶୋଷଣ, ସରକାରୀ କର୍ମଚାରୀଙ୍କ ଉତ୍ପୀଡ଼ନ ଶିକାର ପ୍ରତ୍ୟେକ ପ୍ରକାର ଭୂ ବନ୍ଦୋବସ୍ତର କୁପରିମାଣ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଅବରୋଧ କଲା କୃଷକମାନଙ୍କର। ଏହା ଦେଲା ରୟତୱାରୀ ମହଲୱାରୀ ବ୍ୟବସ୍ଥା ସମ୍ପର୍କରେ ତୁମମାନେ ଟିକେ ଦେଖିଦେବ। ମୁଁ ପଢ଼େଇ ଦେଲେ ବି ହେବନି, ତୁମମାନଙ୍କୁ ସବୁ ପଢ଼ିବାକୁ ପଡ଼ିବ। 1757 ପଲାସି ଯୁଦ୍ଧ, 1764 ବକ୍ସାର ଯୁଦ୍ଧ, 1793 ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ଼ କର୍ଣ୍ଣୱାଲିସ୍। ତୁମମାନଙ୍କର ପ୍ରଶ୍ନ ବାରମ୍ବାର ଆସୁଛି, ଟିକେ ଦେଖିଦେବ। ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ଗଢ଼ା ହେଇଥିଲା ନା 1600 ଖ୍ରୀଷ୍ଟାବ୍ଦରେ ଗଢ଼ା ହେଇଥିଲା। କେଉଁ ବଡ଼ଲା ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରବର୍ତ୍ତନ କରିଥିଲେ? ଲର୍ଡ଼ କର୍ଣ୍ଣୱାଲିସ୍। କାହା ଦ୍ୱାରା ଭାରତକୁ ଜଳପଥ ଆବିଷ୍କାର କରିଥିଲେ ନା ଭାସ୍କୋ ଡା ଗାମା 1498ରେ। କେଉଁଠାରୁ କେଉଁ ଜାଗାକୁ ବ୍ରିଟିଶ ସରକାର ପ୍ରଥମେ ରେଳ ଦ୍ୱାରା ସଂଯୋଗ କରିଥିଲେ ନା ବମ୍ବେରୁ ଥାନେ 1553ରେ। ମାଡ୍ରାସ ପ୍ରେସିଡେନ୍ସିର ଗଭର୍ଣ୍ଣର ସାର୍ ଥମାସ ମୁନରୋ ପ୍ରବର୍ତ୍ତିତ କରୁଥିବା ରାଜସ୍ୱ ରୟତୱାରୀ 1820। ବ୍ରିଟିଶ ସରକାରଙ୍କ ନୂତନ ଡାକ ପ୍ରଥା ପ୍ରଚଳନ ପରେ ଚିଠିର ନିର୍ଦ୍ଧାରିତ ଡାକ ମହାଶୁଳ୍କ ଡାକ ଟିକଟ ଆକାରରେ ପତ୍ର ପ୍ରାପ୍ତଙ୍କ ନାଁ ପ୍ରେରକକୁ ଦେବାକୁ ପଡ଼ୁଥିଲା। ଏହା ତୁମମାନଙ୍କର ଆନ୍ସାର ହିଁ ଦେଇଦେଇଛି। କେଉଁ ମସିହା ବିହାର ବଙ୍ଗ ଓଡ଼ିଶା ଦେୱାନୀ ହେଲା? 1765ରେ ଆମର ଆଲାହାବାଦ ଚୁକ୍ତି। ମାନ୍ଦ୍ରାଜ ପ୍ରେସିଡେନ୍ସିରେ କେଉଁ ବନ୍ଦୋବସ୍ତ ବ୍ୟବସ୍ଥା ବ୍ରିଟିଶ ପ୍ରଚଳନ କରିଥିଲା ନା ରୟତୱାରୀ। ତାପରେ ବିତ୍ତ ନିଷ୍କାସ ପାଇଁ ଅର୍ଥ ବହିର୍ଗମନ ପ୍ରକ୍ରିୟା କ'ଣ ନା ଇଂରେଜମାନେ ନିଜ ଦେଶ ପାଇଁ ହିତ ପାଇଁ ଭାରତରୁ ଯେଉଁ ନେଇଯାଉଥିଲେ ଧନ ସମ୍ପତ୍ତି, ଏକଚାଟିଆ ବାଣିଜ୍ୟ କଲେ ସମସ୍ତଙ୍କୁ ପରାସ୍ତ କରି ନିଜେ ହିଁ ଗୋଟେ ବାଣିଜ୍ୟରେ ସତ୍ତାଧିକାର କରିବା। ଅର୍ଥକାରୀ ଫସଲ କହିଲେ ଯେଉଁ ଝୋଟ ହେଲା, ନୀଳ ଚାଷ, ଅଫିମ, ଏହିସବୁକୁ କୁହାଯାଉଥିଲା। ଇଂରେଜମାନେ ଭାରତରେ ଅଧିକ ପୁଞ୍ଜିନିବେଶ ପାଇଁ କାହିଁକି ମନ କଲେ? କାହିଁକିନା ବିନା ଟ୍ୟାକ୍ସରେ ସେମାନେ ବିଜନେସ୍ କରିପାରୁଥିଲେ। ତୁମମାନଙ୍କର ଏଥିରେ ଭୂ ରାଜସ୍ୱ ନୀତି ସମ୍ପର୍କରେ ଆଲୋଚନା କର। ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଅଟେ ତଥା ରୟତୱାରୀ ମହଲୱାରୀ ରେଳ ବ୍ୟବସ୍ଥା, ଏଥିରୁ 3 ମାର୍କର କ୍ୱେଶ୍ଚିନ୍ ଆସୁଛି ତୁମମାନଙ୍କର। ନିଶ୍ଚିତ ଭାବରେ କରିପାରିବ ବୋଲି ଆଶା କରୁଛି। ପୁଣି ଦେଖା ହେବା ଆଉ ଗୋଟେ ନୂତନ ଅଧ୍ୟାୟ ସହ। ରହିଲି, ନମସ୍କାର। ଜୟ ହିନ୍ଦ, ବନ୍ଦେ ମାତରମ୍, ବନ୍ଦେ ଉତ୍କଳ ଜନନୀ।